বিভিন্ন রଣକୌଶଳ କରି ବିଭିନ୍ନ କଳା କୌଶଳ ଅବଲମ୍ବନ କରି କ୍ଷମତାଟାକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଛନ୍ତି। ଆମେ ସେଇମାନଙ୍କୁ କହିଦେବାକୁ ଚାହୁଁଛୁ ପରିବାରବାଦ ରାଜନୀତିର ଯେଉଁ ପ୍ରତିଷ୍ଠା ହେଇଛି ବାସୁଦେବପୁରରେ ତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। କେବଳ ଯେ ସେଇ ପରିବାର ପାରିବା ପୁଣିଆ ଅଛନ୍ତି ଆଉ କେହି ଘରରେ ପିଲା ନାହାନ୍ତି ପାରିପାରିବେ ନାହିଁ ସେଇଟା ଭାବିବା ଭୁଲ। ତାକୁ ସେ ଅଙ୍କକୁ ସେମାନେ କଷି ଦେଉଛନ୍ତି କିପରି ନା କ୍ଷମତାରେ ରହି କୋଟି କୋଟି ଟଙ୍କାକୁ ଦୁର୍ନୀତିର ଟଙ୍କାକୁ ସେମାନେ ମାଡ଼ି ବସୁଛନ୍ତି ଏବଂ ସେଇ ଟଙ୍କା ବଳରେ ଲୋକଙ୍କୁ ମିଛ ସତ କହି ବର୍ତ୍ତମାନ କ୍ଷମତାକୁ ହାତେଇବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଜିତନ୍ତି ପିହିଡ଼ିର ପ୍ରଥମ କାମ ଆପଣ କ'ଣ? ସର୍ବପ୍ରଥମେ କାମ ରହିବ 3ଗୋଟି ମୌଳିକ ସୁବିଧା ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ। ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ଶିକ୍ଷାନୁଷ୍ଠାନ ଅଛି ରଙ୍ଗ ଦିଆଯାଇଛି 5T ନାଁରେ କୋଟି କୋଟି ଟଙ୍କା ପକେଟରେ ପଡ଼ିଛି। ଏବେ ଆପଣ ବାହାରିବ ଏ ନିର୍ବାଚନରେ ବାହାରି ଗଲାଣି ଛାପା ମରା ଗାଡ଼ି ସବୁ ବୁଲିଲାଣି ଲୋକ ବି ବହୁତ ବ୍ୟସ୍ତ କ'ଣ କେଉଁଠି ପାଇଯିବେ ସେ ଟଙ୍କା ବି କାରବାର ଚାଲିଛି। ଶିକ୍ଷକର ଅଭାବ ଯେଉଁ ଅଛି ଶିକ୍ଷକମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁବିଧା ଦିଆଯିବ ଏବଂ ଶିକ୍ଷକମାନଙ୍କୁ ଆଣି ଶିକ୍ଷାର ବ୍ୟବସ୍ଥାଟାକୁ ଦୃଢ଼ କରିବାକୁ ପଡ଼ିବ। ତୃତୀୟ କଥା ଗାଁ ଗହଳିକୁ ଯେଉଁ ରାସ୍ତାଘାଟ ଜଳ ଡ୍ରେନେଜର ବ୍ୟବସ୍ଥା ଏଗୁଡ଼ାକ ସବୁ ଆମକୁ ଦେଖିବାକୁ ପଡ଼ିବ ଏବଂ ବିଶେଷ କରି ସରକାରଙ୍କ ଦ୍ୱାରା ପ୍ରଣୀତ ଯେଉଁ ସରକାରୀ ଅନୁଦାନ ଲୋକମାନଙ୍କ ପାଖରେ ଅପହଞ୍ଚ ଅଛି ଯିଏ ଗରିବ ଅଛନ୍ତି ସେ ସେଇ ଗରିବ ହେଇକି ରହିଛନ୍ତି ତାଙ୍କ ପାଖରେ ବିନା ମୂଲ୍ୟରେ ସେସବୁ ଦ୍ରବ୍ୟକୁ ପହଞ୍ଚାଇବାର ପ୍ରତିଶ୍ରୁତି ମୋର ରହିଛି ଏବଂ ସେଇଟା ମୋ ଏଜେଣ୍ଡାରେ ମୁଖ୍ୟ ସ୍ଥାନ ପାଇଛି।